ମାର୍ଚ୍ଚ 25 ରୁ ଏପ୍ରିଲ 25 ଯାକେ ସେ ଏସପି ପାଖକୁ ଫୋନ କରେ। ସେ ଏଡିଜି ଯେ ଏସପି ପାଖକୁ ଫୋନ କରେ। ଫୋନ କରି କହେ ସେ ଟୋକା କାହିଁକି କଣ ଆସୁନି, କାହିଁ ଆସୁନି। ସେତେବେଳେ ପୁଅ ଛୁଟି, ତା ହାତ ଖରାପ ହେଇଗଲା ବୋଲି ପୁଅ ଛୁଟି ପକେଇକି ତା ମାମୁଁ ଘରକୁ ପଳେଇ ଯାଇଥିଲା ତା ମାମୁଁ ପାଖକୁ। ସବୁବେଳେ ଫୋନ କରିକି ଇଏ କରେ। ମୋର ଗୋଟେ ଅନୁରୋଧ ମୁଁ କରୁଛି, ଏଡିଜି ର ନମ୍ବର ଟା ଚେକଅପ୍ କଲେ କଣ ଟିକେ ହୁଅନ୍ତାନି। ମୁଁ ତ ପ୍ରଥମରୁ ମୋ ପୁଅ ଶବ ଦେଖିଲା ଠାରୁ ପ୍ରଥମରୁ ଏଡିଜି ନା ମୁଁ ସେ ଚଣ୍ଡାଳ ନାଁ ଆଗ ଉଠେଇଛି। ଆଉ ତା ପାଇଁ କଣ କିଛି ଗୋଟେ ଶାସ୍ତି ନାହିଁ କି କିଛି ନାହିଁ, ମାନେ ସବୁ ସ୍ୱଚକ୍ରରେ ଦେଖୁଛ ଏଥିରେ ସାକ୍ଷୀ ସେ ବଦଳି କରିଦେଲେ ସେଥିରେ କଣ, ସେଥିରେ ତ ବାହାର ଲୋକଙ୍କର ମନ ଆତ୍ମା ଶାନ୍ତି ପାଉନଥିବ। ଆଉ ମୋ ପୁଅ ଆତ୍ମା କଣ ଶାନ୍ତି ପାଇବ, ମୋ ଆତ୍ମା କଣ ଶାନ୍ତି ପାଇବ? କୌଣସି ଗୋଟେ ଲୋକ ବାହାର ଲୋକ ତାକୁ ତ ଶୂଳି ଦଣ୍ଡ ଦବା କଥା, ଆଜୀବନ କାରାଦଣ୍ଡ ଦେଇ ଶୂଳି ଦଣ୍ଡ ତାକୁ ଦବା କଥା। ତାକୁ ବଦଳି କଣ ପାଇଁ କରିଛନ୍ତି? ଷଡଯନ୍ତ୍ର ସିଏ ମୁଖ୍ୟ ଷଡଯନ୍ତ୍ର। ମୁଖ୍ୟ ଷଡଯନ୍ତ୍ର ଯଦି ସିଏ ନ ହେଇଥାନ୍ତା ତମେ ନିଜେ କନା ଏ ପୋଲିସ ତାଙ୍କୁ ସାହସ କରିଥାନ୍ତେ? ମୋ ପୁଅ ଯାହା ବି ହେଲେ ଗୋଟେ, ମୋ ପୁଅ ଯେତେ ତଳ କର୍ମଚାରୀ ହେଲେ ଗୋଟେ କର୍ମଚାରୀରେ ତାର ଥିଲା ନା, ଗୋଟେ କର୍ମଚାରୀର ତାର ନାଁ ଥିଲା। ଗୋଟେ କର୍ମଚାରୀ ସେ ଏତେ ସାହସ କରିକିରି ପୁଣି ପୁଲିସ ଡାଏରୀ ଧରି ଡ୍ରାମା ରୋଲ କରି ସେଠି ମାରୁଛନ୍ତି, ତାକୁ କେମିତି ମାରୁଛନ୍ତି? ଏଥିରେ ଏଡିଜିର ପୁରା ପ୍ରବଳ ସେ ରାକ୍ଷସର ନା ସମ୍ପୂର୍ଣ୍ଣ ଭାବରେ ଷଡଯନ୍ତ୍ର ତାର ନାହିଁ। ଆପଣ ଆଜି ଦେଖୁଛନ୍ତି ଧରା ପଡିଛନ୍ତି, ଆଉ ଜଣେ ଧରା ପଡିଛନ୍ତି, ଅଭିଯୁକ୍ତ ଧରା ପଡିଛନ୍ତି। ସେମାନେ କ୍ରାଇମବ୍ରାଞ୍ଚ ବାଲା ତାଙ୍କୁ ଧରୁଛନ୍ତି, ନଉଛନ୍ତି। ସେ ହଁ ଆରାମସେ ଡାଲି ଭାତ ଖାଇଲେ, ଗଲା ସେଠି ଖରା ଗରମରେ ଖଟୁଥିଲେ, ସେଠି ଯାଇକି ଆରାମରେ ବସିଛନ୍ତି। ଆଉ କଣ ତାଙ୍କ ଠାରୁ କଣ କଥା କଣ ଆଦାୟ କରୁଛନ୍ତି ନା ତାଙ୍କୁ କଣ କହୁଛନ୍ତି? କୋର୍ଟରେ କେସ୍ ବିଚାର ଚାଲିବ, ତାପରେ ତାଙ୍କୁ ସଜା ଦିଆଯିବ। କିନ୍ତୁ ଏବେ ତ ସେ କଣ ହେଇଗଲେ ନା, ଜେଲ ଭିତରକୁ ଗଲେ। ହଉ ଆଗକୁ କଣ ସଜା ଦେବେ? ମୁଖ୍ୟତଃ ହେଲା ସେ ଝିଅ ଦିଟା ତ ମାନେ ଢଳ ଢଳ କରି ସମସ୍ତଙ୍କ ଆଖିକି ଦେଖା ଯାଉଛି। ସେ ଝିଅ ଦିଟାକୁ ବି ସେ ଏପର୍ଯ୍ୟନ୍ତ ତାଙ୍କୁ ସିଏ ନଉନାହାନ୍ତି, ତାଙ୍କ ମୁଖା ଖୋଲୁନାହାନ୍ତି କି ତାଙ୍କୁ ପଚାରୁନାହାନ୍ତି। ସେ ଝିଅ ଦିଟାକୁ ଆଗ ନେଇକି ତାଙ୍କୁ ପଚାରିବା କଥା। କ୍ରାଇମବ୍ରାଞ୍ଚ ନେଇଛନ୍ତି ଆମ ଦାୟିତ୍ୱ, ଆମେ ତାଙ୍କୁ, ମୁଁ କାନିପାତ ତାଙ୍କୁ ଭିକ୍ଷା ମାଗିଲି, ମୋ ଦାୟିତ୍ୱ ମୋର ନ୍ୟାୟ ମାଗିଲି। କାହିଁ କ୍ରାଇମବ୍ରାଞ୍ଚ ସେ ଝିଅ ପିଲାଙ୍କୁ ତାଙ୍କର ସତ ମିଛ ମେସିନ୍ ଅଛି, ତାଙ୍କ ତ ଥରେ ପଚାରିବା କଥା। ତାଙ୍କୁ ତ ପଚରା ନାହିଁ କି କିଛି ବୋଲି କିଛି ନାହିଁ। ଆଉ ମୋ ପୁଅ ଦେହରେ ସେ କଳଙ୍କ ଲଗେଇଲେ, ମୋ ପୁଅ ତାଙ୍କ ଇଜ୍ଜତ ନେଇଯାଇଛି, ତାଙ୍କୁ କରିଦେଇଛି, ତାଙ୍କୁ କେତେ ଆକ୍ରମଣ କରିଛି, ତାଙ୍କ ଗାଲକୁ କେତେ ଆକ୍ରମଣ ଦେଇଛି, କୋଉଠି ଖଣ୍ଡିଆ କରିଛି, ତାଙ୍କୁ କୋଉଠି ତାଙ୍କ ମୁଣ୍ଡ ବାଡେଇ ଦେଇଛି, କଣ କିଛି ଗୋଟେ ପ୍ରମାଣ ନାହିଁ? କିଛି ବୋଲିକି କିଛି ପ୍ରମାଣ ନାହିଁ। ସେ କହିଦେଲେ ତାଙ୍କରି କଥା ଢଳ ଢଳ ହେଇକିରି। ପ୍ରମାଣ ତ ସବୁ ଫୋନରେ ଚାଲିଛି, ଭିଡିଓ ସୁଟିଂରେ ସବୁ ଫୋନରେ ଚାଲିଛି। ଆଉ କେମିତି ତାଙ୍କୁ ପ୍ରମାଣ ଦିଆଯିବ? ଯୋଉମାନେ ପ୍ରମାଣ ପାଇନାହାନ୍ତି ତାଙ୍କର କିଛି ଇଏ ହେଇନି। ଠିକ ଦେଖନ୍ତୁ, ଆଜି ପର୍ଯ୍ୟନ୍ତ ଯାହା ବି ତଦନ୍ତ ଆସିଛି, ଯୋଉମାନେ ବି ଗିରଫ ହେଇଛନ୍ତି ସେଇ ଆଧାରରେ ହେଇଛନ୍ତି। ଆଉ ଯୋଉମାନେ ମାନେ ଲୁଚିଛନ୍ତି ସେମାନଙ୍କୁ ଧରି ପାରୁନଥିବୁ, ତଥାପି ଜାଲ ବିଛେଇଛନ୍ତି। ଜାଲ ବିଛେଇଛନ୍ତି କଣ? ଆଜିକି ତ 22 ଦିନ ହେଲା। ଆଉ 22 ଦିନ ହେଲା ସେ ଏଇ ଗୋଟେ ଗୋଟେ ଧରୁଛନ୍ତି ସେ ଝୁଅ ମାନଙ୍କୁ। ସେ ପ୍ରଥମ ହଉଛନ୍ତି ସେ ଝୁଅ ନା, ତାଙ୍କର କଣ ସମ୍ମାନ ହେଲା? ସେ ତ ଏଇ ଧନ୍ଦା କରିବେ, ଏଇ ଧନ୍ଦା କରି ସେ ତାଙ୍କ ବାପା ମାଆକୁ ପୋଷନ୍ତି। ଏଇ ଧନ୍ଦା ସେ ନ କରିଲେ ସିଏ କେବେ ଏତେ ବଡ ଇଏ ନେଇଥାନ୍ତେ? ସେ କିଛି ଟଙ୍କା ତାଙ୍କୁ ଦିଆହେଇଛି, ସେ ହାତ ଅଛନ୍ତି, ଏଇ ଧନ୍ଦା ତାଙ୍କର କୋଉଠି ଗୋଟେ ଇଜ୍ଜତ ବୋଲିକି କଣ ଆସିଲା? ପୁରୁଣା ଚିହ୍ନା କଣ? ପୁରୁଣା ଚିହ୍ନା ସେ ନୁହଁ। ନା ନା, ତାଙ୍କ ସାଥିରେ କିଛି କୌଣସି ସମ୍ପର୍କ କିଛି ନାହିଁ। ଆଉ ମୁଁ ତ ଏତେ କାନ୍ଦୁଛି, ବୋବଉଛି, କାନିପାତି ଏତେ ଭିକ ମାଗୁଛି। ଇଏ ଯଦି ମୋ ଭାରତରେ ଥାନ୍ତା, ମୋ ପଞ୍ଚାୟତରେ ଥାନ୍ତା, କି ମୋ ଗାଁ ଗଣ୍ଡରେ ଥାନ୍ତା, କି ମୋର ଯୋଉଠି ଯିଏ ଥାନ୍ତେ, ମତେ ବି ଭିକ୍ଷା ବୋଧେ, ମୁଁ ଭାବୁଛି ଏ ଯୋଉ ପିମ୍ପୁଡି ଭଳିଆ ଲୋକ ସେମାନେ ଦେଇ ସାରନ୍ତାନି। ଏ ସରକାର କଣ ଦଉଛି? କାହିଁ ମତେ ସିଏ କୋଉଠି କଣ ତାଙ୍କ ଘରେ ସେ ଥବ ନା? ନା ନା, ସିଏ ମୋ ପାଖକୁ, ମୋ ପୁଅ, ମୁଁ ସେଇ ଥାନାରେ ତାକୁ ଯାହା ଦେଖିଥିଲି, ଆଉ ମୁଁ ତାକୁ ଦେଖିନାହିଁ। ସେ ମୋ ସାଥିରେ ଦେଖା ସାକ୍ଷାତ ନାହିଁ, ମୁଁ ତାଙ୍କୁ ଦେଖିନାହିଁ। ତାଙ୍କ ଘର ପରିବାର କେହି ମୋ ପାଖକୁ ଆସନ୍ତି, ମୁଁ ସେଇ ଥାନାରେ ମୁଁ ତାକୁ ଦେଖିଥିଲି।
ତାକୁ ଡାକିକିରି କାନ୍ଦୁଥିଲି ସେତିକି। ଆଉ ତାକୁ ମୁଁ ଦେଖିନି, ତାକୁ ମୁଁ ଆଉ ଦେଖିନି। ସେଇଟା କ୍ରାଇମବ୍ରାଞ୍ଚ ଦାୟିତ୍ୱ ନେଇଛନ୍ତି, ଏଇଟା କ୍ରାଇମବ୍ରାଞ୍ଚ ଦାୟିତ୍ୱ ନେଇଛନ୍ତି। ତାଙ୍କ ପାଖରେ ବି ସତ ମିଛ ମେସିନ୍ ଅଛି। ଆଉ ସେ ତ ଏ ଯୋଉ ଭିଡିଓ ଫୋନରେ ସବୁ ଭିଡିଓ କରିକି ଛାଡିଛନ୍ତି, ସେ ସେମାନେ ସେ ଦେଖୁଛନ୍ତି। ତାଙ୍କୁ ତ ମୁଁ ନ୍ୟାୟ ଭିକ୍ଷା ମାଗିଛି କାନିପାତି। ଆଉ ସେ ତ ନ୍ୟାୟ ବେଲା ବୋଲିକି ମୁଁ ତାଙ୍କୁ କହିକି ଏବେ ବର୍ତ୍ତମାନ ମାନିଛି। ଆଉ ଯେତେବେଳେ ଯଦି ନ ବୁଝିବେ, ଆମେ ତାଙ୍କ ଠାରୁ ତାଙ୍କ ଗୋଡ ହାତ ଧରିକି ଆମେ କହିବୁ ଆମ କେସଟା ତମେ ସିବିଆଇ କି ଦେଇଦିଅ। ଆଉ ଆମର ଆଉ ଧୈର୍ଯ୍ୟ ନାହିଁ, ଆଉ ଧୈର୍ଯ୍ୟ ନାହିଁ ଆମର। ତମେ କରିଲେ ମନ ବୁଝିଲା ଭଳିଆ କିଛି କରୁନାହାନ୍ତି। ସେ ଯୋଉ ଡିଜିଜି ଯୋଉ ଦୟାଲୁ ସେ ରାକ୍ଷସ, ସେ ଦୟାଲୁ ରାକ୍ଷସକୁ ତାକୁ ବି ଡିଡିଜି କହିବାକୁ ମୋ ପାଟିରେ ମତେ ଘୃଣା ଲାଗୁଛି। ତାକୁ ରାକ୍ଷସ, ତା ନାଁ ମୁଁ ରାକ୍ଷସ ଦେଇଛି ତାକୁ, ରାକ୍ଷସ। ସିଏ ଗୋଟେ ରାକ୍ଷସ, ସେ ରାକ୍ଷସ ତ ଜାଣିଛି ମୋର ଗୋଟାଇ ପୁଅ। ରାକ୍ଷସ ତାର ଆଉ କେମିତି କଣ ଆଉ ପାଇଲେ ତାକୁ କଣ, ତାକୁ ଗୋଟେ ଆଉଠାକୁ ବଦଳା କରାଯାଇଛି। ସିଏ ତ ମନେ ଭାବୁଥିବ ମୁଁ ଗୋଟେ ରାଜା, ମତେ ମାନେ ମୋର ପ୍ରମୋସନ ହେଇଛି। ଯେହେତୁ ତା ଷଡଯନ୍ତ୍ରରେ ସିଏ ଗୋଟେ କୂଳ ବୁଡେଇ ଦେଲା, କୋଳ ଶୂନ୍ୟ କରିଦେଲା, ମତେ ଅନାଥ କରିଦେଲା। ଆଉ ସିଏ ମତେ କଣ କରିଥିଲେ, ମତେ ସରକାର ତାକୁ ଦଣ୍ଡ ଦେଇଥାନ୍ତେ। ପ୍ଲେନ ରଖାଗଲା, ଆଜି ଏଇଖିଣିକା 6 ମାସ ପ୍ଲେନରେ ରଖିଦେବେ, ତାପରେ ତା ପଦ ସେ ପାଇଯିବ। ସେ ରାକ୍ଷସ ପୁଣି ତା ପଦ ପାଇଯିବ। ସେଥିରୁ ଆମକୁ କଣ? ନା ନା ନା, ସେ କେହି ଫୋନ କରନ୍ତିନି କି, ସେ କେହି ଦେଖା ନାହିଁ କି, ସେ ଫୋନ ନାହିଁ କି କିଛି ନାହିଁ। ରାକ୍ଷସ ତ ଷଡଯନ୍ତ୍ର କରିକିରି ତା ନାଁ କିଏ ଦୟାଲୁ ଦେଲା କେଜାଣି, ମତେ ଷଡଯନ୍ତ୍ର କରିକିରି ମୋ କଳସାର କଲା, ମୋ କୂଳ ବୁଡେଇଲା, ମୋ କୂଳ ଶୂନ୍ୟ କଲା, ମତେ ଅନାଥ କଲା। ଦେଖେ ମୁଁ ଆଜି ଉପରକୁ ହାତ ଟେକି ଦେଇଛି, ତୋ କୂଳ ଶୂନ୍ୟ ହବ। ମୋ ପୁଅ ଯୋଉ ଯାକେ ତୋ ଦେହର ତୋ ଅଙ୍ଗକୁ ପ୍ରସ କରିକି ଛୁଇଁକି ଯାଇଛି, ସବୁଆଡେ ତୋର ନାଙ୍ଗୁଡା ପୋକ ଚାଲିବ, କିନ୍ତୁ ସହଜକେ ତୁ ବି ମୃତ୍ୟୁ ହବୁନୁ। ଦେଖେ ଏଇଟା କିନ୍ତୁ ମନେ ରଖିଥା, ତୋ କୋଳ ତୁ ଦିଟା ପୁଅ ବୋଲିକି ଯୋଉ ଗର୍ବରେ ତୋର ଇଏ ହଉଥିବ, ସେ ଦିଟା ପୁଅ ମୁଣ୍ଡ ଏମିତି ଟ୍ରକ ଚଢିକି ଛିଞ୍ଚତର ହେଇଯିବ, ତୁ ମୋ ପୁଅ ମୁହଁ ମୁଁ ଚିହ୍ନି ପାଇଲି, ତୁ ଚିହ୍ନି ପାରିବୁନି। ତୁ ଯୋଉଠି ଥା ରାକ୍ଷସ ମତେ ଦେଖୁଥା, ତୁ ଯୋଉଠି ଥାବୁ ମତେ ଦେଖୁଥବୁ ରାକ୍ଷସ, ମତେ ତୁ ଦେଖୁଥବୁ, ତୁ କେତେ ସେବା ପାଉଥବୁ। ରାକ୍ଷସ ତୁ ଦେଖୁଥବୁ, ତ ଆର ଜନ୍ମକୁ ତୁ କଣ ହବୁ, ଗୋଟେ କୁକୁର ହେଇକିରି ଅଇଁଠା ଚାଟି ଚାଟି ତୋର ତୋ ଦିନ ଯିବ। କୋଉଠି ବି ତୁ ଅଇଁଠା ବି ସୁଦ୍ଧା ଶାନ୍ତିରେ ପାଇବୁନୁ। ଆଉ କୋଉମାନଙ୍କ ଉପରେ ଆପଣଙ୍କର ରହୁଛି ଯୋଉମାନଙ୍କୁ ବି ରହିବା ଦରକାର ବୋଲି? ଯେତେ ମୋ ଛୁଆକୁ କଲବଲକିରି ବାଡେଇଛନ୍ତି, କାହା ସରକାରକୁ କହିବି କଣ, ପୋଲିସ ମାନଙ୍କୁ କହିବି କଣ? ପୋଲିସ ତ ନିଜେ ବାଡେଇଛନ୍ତି, ସେ ପୋଲିସ କି ବି ସୁଦ୍ଧା ଗିରଫ କରୁନାହାନ୍ତି, ତାଙ୍କୁ ଆଜୀବନ ଦଣ୍ଡ ଦଉନାହାନ୍ତି, ପୋଲିସ କି ଦଉନାହାନ୍ତି। ଆଉ କ୍ରାଇମବ୍ରାଞ୍ଚ ମତେ ନ୍ୟାୟ ଦବ ବୋଲିକି ମୋର ଗୋଟେ ତାଙ୍କ ଉପରେ ଭରସା ରଖିବି କଣ? ତାଙ୍କ କ୍ରାଇମବ୍ରାଞ୍ଚ ଉପରେ ମୋର ଗୋଟେ ମୁଁ ଭରସା ରଖିବି କଣ? ମୁଁ ମନେ ଭାବିଲାଣି ସିଏ ଦେଇଦିଅନ୍ତୁ, ସିବିଆଇ କି ଦେଇଦିଅନ୍ତୁ, କ୍ରାଇମବ୍ରାଞ୍ଚକୁ ତାଙ୍କ ଉପରେ ଭରସା। ସେ ତ ନିଜେ ଦେଖୁଥିବେ, ଫୋନରେ ଦେଖୁଥିବେ, ସେ ଦେଖୁଥିବେ ତ ସେ ପୋଲିସ ବାଲା କେମିତି ଡ୍ରାମା କରୁଛନ୍ତି, ସେ ଦେଖୁଥିବେ। ସେ କ୍ରାଇମବ୍ରାଞ୍ଚ ବାଲା ତାଙ୍କୁ କଣ ଟିକେ ତାଙ୍କର ସେ ମଣିଷ ନା ସେ ପଶୁ? ଆଉ ଆଜି ସେ ଦେଖୁଛନ୍ତି ଗୋଟେ ମା କୋଳର ଶୂନ୍ୟ ହେଇଯାଇଛି, କାହିଁକି ନା ମୁଁ ଛୋଟ କର୍ମଚାରୀ ମାଟା ବୋଲିକି। ଆଉ ସେମିତି କେତେ କୋଳ ବି ଖାଲି କରିବେ, ଯଦି ଏଠି ନ୍ୟାୟ ନ ମିଳିବ, ସେମିତି ଜାନି ଜଗତର ଧୀରେ ଧୀରେ ରାକ୍ଷସ ମାନେ ସବୁ ମା ମାନଙ୍କ କୋଳ ଶୂନ୍ୟ କରିଦେବେ, ସବୁ ମା କୋଳ ଶୂନ୍ୟ ହେଇଯିବ, ଧୀରେ ଧୀରେ ସବୁ ମା କୋଳ ଶୂନ୍ୟ ସେମିତି ଧୀରେ ଧୀରେ କରିଦେବେ।